ଆରେ ସାଙ୍ଗ ଏମିତି ମନ ଦୁଃଖ କରି ବସିଛୁ କ'ଣ ପାଇଁ? ନାଇଁ ରେ ସାଙ୍ଗ, ମୁଁ ମୋ ଝିଅ କଥା ଚିନ୍ତା କରୁଛି। କାଲି ଟ୍ୟୁସନ୍ ଯାଇଥିଲା, ଆସିବା ଡେରି ହେଲା। ତା ମା ତାକୁ ପଚାରିଲା, ଝିଅ ଏତେ ଡେରି କ'ଣ ପାଇଁ ହେଲା? ଝିଅ କହୁଛି ଟ୍ରାଫିକ୍ ଜାମ୍ ଥିଲା। ଠିକ୍ ତା ପରଦିନ ବାହାର ଲୋକ ଜଣେ ତା ମାଆକୁ କହୁଛି, ବୁଝିଲ, ତମ ଝିଅ ଗୋଟେ ଟୋକା ସାଥିରେ ବାହାରେ କଥା ହେଉଛି, କୁଆଡ଼େ ଯାଉଛି। ଏସବୁ ଶୁଣିଲା ପରେ ସେ ବିଚାରୀ ମାଆଟିର ମନଟା କ'ଣ ହୋଇଥିବ ତୁ ଜାଣିପାରୁଛୁ, ବୁଝିପାରୁଛୁ ତ? ତା ଭବିଷ୍ୟତ ଚିନ୍ତା କରି କରି ଆମକୁ ଠିକ୍ ସେ ନିଦ ହେଉନି। ଏସବୁ ଶୁଣିଲା ପରେ ବାହାର ଲୋକଙ୍କଠାରୁ ତୁ ନିଜେ କହିଲୁ, ସେ ମାଆର ହୃଦୟଟା ଆଉ ମୋ ହୃଦୟଟା କ'ଣ ହୋଇଥିବ? ସବୁ ପ୍ରଭୁ ତୁମେ ହିଁ ସାହା ଭରସା। ଦେଖିଲେ ତ ଗୋଟେ ଦୁଃଖୀ ବାପାର ଦୁଃଖ ଭରା କାହାଣୀ। ମୁଁ ସେଇ ଝିଅ ପିଲାମାନଙ୍କୁ କହୁଛି ଯେଉଁମାନେ ଏମିତି କରି ନିଜ ପିତାମାତାଙ୍କ ଆଖିରେ ଲୁହ ଦେଉଛନ୍ତି। ଏମିତି କଲେ ନା ଆପଣ କୌଣସି କ୍ଷେତ୍ରରେ ସକ୍ସେସ୍ ହୋଇପାରିବେନି। ଆଉ ସେଇ ଅଭିଭାବକମାନଙ୍କୁ ମୁଁ ହାତ ଯୋଡ଼ି ଅନୁରୋଧ କରୁଛି, ଟିକେ ଆପଣ ପିଲାମାନଙ୍କ ଉପରେ ନଜର ଦିଅନ୍ତୁ। ପିଲା କୁଆଡ଼େ ଯାଉଛି, କ'ଣ କରୁଛି, ଟିକେ ଦୟାକରି ନଜର ଦିଅନ୍ତୁ। ରହିଲି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍, କମେଣ୍ଟ, ସେୟାର ନିଶ୍ଚୟ କରିବେ। ଜୟ ଜଗନ୍ନାଥ।